ନମସ୍କାର। ଆମେ ସବୁବେଳେ ଭାବୁ ସେଇ ଲୋକ ଆମ ଜୀବନକୁ ଆସିକିନା ଆମ ଜୀବନକୁ ନଷ୍ଟ କରିଦେଲା। କାହିଁକି ସେ ଲୋକ ଆସୁଥିଲା? ବଟ୍ ଥରଟେ ଭାବନ୍ତୁ ତ, ଆପଣ ପରମିସନ ଆପଣ ହିଁ ଦେଇଛନ୍ତି। ଗୋଟେ ଉଦାହରଣରୁ ବୁଝଉଛି, ଆପଣଙ୍କ ଫୋନରେ ଆପଣ ଯେତେବେଳେ ବି ଗୋଟେ ଆପ୍ ଇନଷ୍ଟଲ କରୁଛନ୍ତି ନା, ତା ପାଇଁ ପରମିସନ ଆପଣ ହିଁ ଦଉଛନ୍ତି। ସେ ଆପଣଙ୍କର ଫଟୋ ଗ୍ୟାଲେରୀକୁ ୟୁଜ କରିପାରିବ, ଆପଣ ଅଡିଓକୁ ୟୁଜ କରିପାରିବ, ଆପଣଙ୍କ କ୍ୟାମେରାକୁ ୟୁଜ କରିପାରିବ। ଠିକ ସେମିତି ଆପଣଙ୍କ ଲାଇଫରେ ଯିଏ ବି ଆସୁଛି ନା, ଦୋଷ ଆପଣ ତାକୁ ଦିଅନ୍ତୁନି। ଆପଣ ସେ ଲୋକକୁ ପରଖେଇକି, ଆପଣ ସେ ଲୋକର ଠିକ ଭୁଲ ଜାଣିକି ଆପଣ ତା ଲାଇଫରେ ଏଣ୍ଟ୍ରି କରିଛନ୍ତି, ଆପଣଙ୍କ ଲାଇଫରେ ସିଏ ବି ଏଣ୍ଟ୍ରି କରିଛନ୍ତି। ତ ଆପଣ ସବୁ ଜିନିଷ ତାଙ୍କ ହାତରେ କାହିଁକି ଛାଡି ଦଉଛନ୍ତି? ଆପଣ ନିଜ ଲାଇଫକୁ ନିଜ ଆୟତ୍ତରେ ରଖନ୍ତୁ ନା। ଡିସିସନ ସେ କାହିଁକି ନେବେ? ଆପଣ ଡିସିସନ ଆପଣଙ୍କ ଲାଇଫରେ ଆପଣ ନିଅନ୍ତୁ। ତ ଆପଣଙ୍କୁ ପରେ ପସ୍ତେଇବାକୁ ପଡିବନି ଯେ ଆପଣ ନେକ୍ସଟ ଟାଇମ କହିବେନି ଯେ ସେଇ ପର୍ସନ ପାଇଁ ଆମର ସବୁ ରିଲେସନ ଭାଙ୍ଗିଗଲା, ଆମେ ଏକୁଟିଆ ହେଇଗଲେ, ଆମ ଲାଇଫରେ ଆମେ ବହୁତ ଫେଲୁଅର ହେଇଗଲେ। କେହି ବି ଜଣେ ଆସେ ନା ଆମ ଲାଇଫରେ, ତ ସେଇଟା ଆମେ ହିଁ ତାକୁ ନିମନ୍ତ୍ରଣ ଦେଇଥାଉ ଆମ ଲାଇଫକୁ। ଯଦି ଆପଣଙ୍କ ଫୋନର ପାସୱାର୍ଡ ଆପଣ ସମସ୍ତଙ୍କୁ ବାଣ୍ଟିବେ, ତାହେଲେ ଆପଣଙ୍କ ଫୋନକୁ କିଏ ବି ୟୁଜ କରିଦେବେ। ତ ଆପଣ ଆପଣଙ୍କ ଲାଇଫର ସେମିତି ଆପଣଙ୍କ ପାସୱାର୍ଡ ଟାକୁ ଆପଣ ନିଜ ହାତରେ ରଖନ୍ତୁ। କାହିଁକି ସମସ୍ତଙ୍କୁ ପବ୍ଲିକ କରୁଛନ୍ତି? ରାଧେ ରାଧେ।